भुवनेश्वर चकेसियाणी शाखारे 5 दिन व्यापी वार्षिक सत्संग कार्यक्रम अनुष्ठित हेबो। एही सत्संग कार्यक्रम आज होउछि प्रथम दिवस। एही प्रथम दिवसर सत्संग कार्यक्रम प्रवचन कार्यक्रम वर्तमान आरंभ होगा जाउछि। आसंतु देखिबा चकेसियाणी शाखार सत्संग कार्यक्रम प्रथम दिवसर प्रवचन कार्यक्रम गुरुस्वामी परिचालक महोदय रखिंट अनेक प्रस्ताव कौन प्रस्ताव ना मु किए विराट पखा मु किए परिचय आज नबा आमे माने सब किए अच्छा आमे थिले कोठी आसीचे कुआरे
କରୁଛେ କ'ଣ ପୁଣି ଯିବା କେଉଁଠିକି। ତେଣୁ ବଡ଼ କଥା, ପ୍ରକୃତ ସତସଙ୍ଗ ବା ଆଧ୍ୟାତ୍ମିକ ଜଗତରେ ପ୍ରତ୍ୟେକ ବ୍ୟକ୍ତିର ଏଇ ଗୋଟିଏ ମାତ୍ର ବିଷୟବସ୍ତୁ ଜ୍ଞାନ ହେବା ଦରକାର, ଆଉ କିଛି ଦରକାର ନାହିଁ। ମୁଁ କିଏ, ମୁଁ ଥିଲି କୋଉଠି, ଆସିଛି କୁଆଡ଼େ, କାହିଁକି ଆସିଥିଲି, କରୁଛି କ'ଣ, ଆଉ ଯିବି କେଉଁଠି, ବାସ୍ ସରିଲା। ଆଉ କିଛି ଜାଣିବାର ନାହିଁ। ଯଦି ଆମେ ଆଲୋଚନା କରିବା ମୁଁ କିଏ, ମୁଁ କୋଉଠି ଥିଲି ଆଉ ଆସିଲି କୋଉଠୁ, କୋଉଠି ଅଛି ନା ନାହିଁ କି। ଯେତେବେଳେ ଏ ସୃଷ୍ଟିରେ କିଛି ନଥିଲା, ଜଳମଗ୍ନ ହୋଇ ପଡ଼ିଥିଲା, ସେତେବେଳେ ସୃଷ୍ଟିକର୍ତ୍ତା ଇଚ୍ଛା ପ୍ରକଟ କଲେ। କ'ଣ କଲେ ନା ଜୀବଜଗତ ସୃଷ୍ଟି କରିବା ପାଇଁ। ଯେତେବେଳେ ଜୀବଜଗତ ସୃଷ୍ଟି କରିବା ପାଇଁ ପ୍ରୟାସ କଲେ, କ'ଣ କଲେ ନା ବରାହ ରୂପରେ ଧରିତ୍ରୀଟାକୁ ଉଦ୍ଧାର କଲେ। ସ୍ଥଳଭାଗ ତିଆରି ହେଇଗଲା। ଯେତେବେଳେ ତିଆରି ହେଇଗଲା, ସେଠୁ ବ୍ରହ୍ମାକୁ ଦାୟିତ୍ୱ ଦେଲେ, କହିଲେ ବ୍ରହ୍ମଦେବ ତୁମେ ଜୀବଜଗତ ତିଆରି କର। ବିଷ୍ଣୁଙ୍କ କଥାରେ, ସୃଷ୍ଟିକର୍ତ୍ତାଙ୍କର କଥାରେ ପରିଚାଳିତ ହୋଇ ବ୍ରହ୍ମଦେବ କ'ଣ କଲେ ନା ନାନାଦି ପ୍ରକାରର ଜୀବଜଗତ ତିଆରି କଲେ। ଯେତେବେଳେ ଜୀବଜଗତ ସବୁ ତିଆରି କରିଦେଲେ, ସେଠୁ ଆସିକି ସମର୍ପଣ କରିଦେଲେ ବିଷ୍ଣୁଙ୍କ କତିରେ। କହିଲେ ପ୍ରଭୁ ଆପଣ ଯାହା ଆଜ୍ଞା ଦେଇଥିଲେ ମୁଁ ସବୁ ତିଆରି କରିଦେଲି, ନା ହେଇଗଲା ସବୁ, ନା ହଁ। ସବୁ ଦେଖାଇ ଦେଲେ। ପାଣିରେ ବୁଲୁଛନ୍ତି 14 କୋଟି ଜଳଚର, 14 କୋଟି। ଆକାଶରେ ଉଡୁଛନ୍ତି 14 କୋଟି। ସ୍ଥଳ ଭାଗରେ କାରବାର କରୁଛନ୍ତି 14 କୋଟି, ବୁଝିଲେ କି। ଆଉ ଅଚଳ ଅବସ୍ଥାରେ ଅଛନ୍ତି 14 କୋଟି ଜଳ, ଗଛ ବୃକ୍ଷ ଲତା ଆଦି ଅଛନ୍ତି 14 କୋଟି। କେତେ ଜୀବଜନ୍ତୁ ସଂଖ୍ୟା ନା 14 56 କୋଟି। ଯେତେବେଳେ ସବୁ ଦେଖାଇ ଦେଲେ, ବିଷ୍ଣୁ ସେଠୁ କହିଲେ, ଆଚ୍ଛା ବ୍ରହ୍ମଦେବ ଏତେ ଜୀବଜଗତ ଯୋଉ ତିଆରି କଲ, ଆ ଭିତରେ ଗୋଟେ ଏମିତିଆ ଜୀବ କାହାକୁ ତିଆରି କରିଛ ଯେ ମତେ ଖୋଜିବ ଆଉ ଭଜିବ ନା। ଏମିତିଆ ଜୀବ ମୁଁ ତିଆରି କରିନାହିଁ। ନା ତେବେ ଲାଭ କ'ଣ ହେଲା? ଏତେ ସୃଷ୍ଟିଟାକୁ ଏତେ ପରିଶ୍ରମ କରି ମୁଁ ତିଆରି କଲି, ତମ ବି ଏତେ କୋଟି ଜୀବଜନ୍ତୁ ତିଆରି କଲ, କିନ୍ତୁ ଏମିତିଆ ଗୋଟେ ପ୍ରାଣୀ ତିଆରି କଲନି, ଜୀବଟିଏ ତିଆରି କଲନି ଯେ କି ଆମକୁ ଖୋଜିବ ଆଉ ଭଜିବ। ବ୍ରହ୍ମା ପଚାରିଲେ, କହିଲେ ପ୍ରଭୁ କାହିଁକି ଆପଣଙ୍କର କାହିଁକି ଏମିତିଆ ଭେରାଇଟିଟା ଡିମାଣ୍ଡ ପଡ଼ିଲା? ଯେତେବେଳେ କହିଲେ କଥା ବ୍ରହ୍ମଦେବ, ସେଠୁ ବିଷ୍ଣୁ କହିଲେ ପ୍ରଭୁଦେବ ଏତେ କଷ୍ଟରେ ଶୁକର ରୂପରେ ଟିକେ ଝାଡୁ ମାରିବା କାମ ଯଦି କିଏ କରୁଛି, ଲୁଚି ଲୁଚିକା କରୁଛି, ଆଉ ଝାଡୁଦାର କାମ କରୁଛି, କାଳେ ଦେଖିଲେ ମୋ ମାନ ମର୍ଯ୍ୟାଦା ଚାଲିଯିବ ନା ନାହିଁ କି, ନା ନାହିଁ, ଦୁଃଖ ଲାଗିବ, କଷ୍ଟ ଲାଗିବ। ଛୋଟ ମୋଟ କାମରେ ଛୋଟ ବଡ଼ ନାହିଁ। କହିଛନ୍ତି ଯଦି ପାଇଖାନା ସଫା କରିବାକୁ ପଡେ ବି କର, କର୍ମ କର, ପଇସା ରୋଜଗାର କର। କର୍ମରେ ବଡ଼ ଛୋଟ କରିବାରେ କ'ଣ ଅଛି? ଅଫିସ ଦପ୍ତରରେ ଚାକିରି କରିଥିବେ, ଭୋଟ ଟିକେଟରେ ପଚାରିଲେ ମୁଁ କିରାନୀ ଅଛି, କାହିଁକି ପିଅନ, ମୁଁ ନିଜେ ପିଅନ, ପଞ୍ଚାୟତ ଅଫିସରେ ପିଅନ ଚାକିରି କରୁଥିଲି। ଯେତେବେଳେ ପଞ୍ଚାୟତ ସ୍ତର ଗୁଡ଼ା ଭାରି ବିଶୃଙ୍ଖଳିତ ଅବସ୍ଥା, ମୁହଁ ଦେଖା କାରବାର ସବୁ ହେଲା, ଆମକୁ ଭଲ ଲାଗିଲାନି। ଆମେ ତ ଆଧ୍ୟାତ୍ମିକ ଜଗତର ମାନେ ଗୋଟେ ଜୀବ, ଏଗୁଡ଼ା ସବୁ ପାର୍ସିଆଲି ଦେଖିଲେ ଭଲ ଲାଗିବନି। ଯଦି କାହାକୁ ଦୟାକରି କୋଉଠି ଟିକେ ସହଯୋଗ କରିଦେଲୁ, ସେଠୁ ଉପର ମହଲରୁ ଆଇଲା ପ୍ରେସର, ତମେ କ'ଣ ଗୋଟେ 4th ଗ୍ରେଡରେ ରହିକିରି ଆ ତାର କାମ ଗୁଡ଼ାକ କରିଦେଉଛ, ଛାଡ଼ିଦେବୁ। ସେ ସ୍ତରରୁ ଆମେ ବାହାରି ପଳେଇ ଆସିବୁ। ଆମେ ବି ଜୀବନ ତାদের 15 ବର୍ଷ ପାଖାପାଖି କଟେଇଛୁ। ତେଣୁ ଆମେ କହିଦେବୁ ଆମେ 4th ଗ୍ରେଡରେ ଚାକିରି କରିଛୁ ବୋଲି। ସେଥିପାଇଁ ଠାକୁରେ କ'ଣ କରୁଛନ୍ତି ଦେଖନ୍ତୁ, ଭଗବାନ କେବେ ହେଲେ ତାଙ୍କ ପରିଚୟକୁ ଲୁଚାନ୍ତି ନାହିଁ। ସୃଷ୍ଟିଟାକୁ ତିଆରି କରିବା ପାଇଁ ସେ ଶୁକର ରୂପ, ବରାହ ରୂପ ଧାରଣ କଲେ। ବଳୟ ପବନ ବହୁଛି, କୋଇଲି କୁହୁ କୁହୁ କରିକି ରାବ ଦଉଛି, ପାହାଡ଼ ପର୍ବତ ମାନେ କେତେ ସୁନ୍ଦର ଭାବରେ ଏ ପ୍ରକୃତିକୁ ସୌନ୍ଦର୍ଯ୍ୟ ପ୍ରଦାନ କରୁଛନ୍ତି। ପ୍ରଜାପତି ଧିରେ କେତେ ସୁନ୍ଦର ସୁନ୍ଦର ଟିପି ଟିପିକା ରଙ୍ଗକୁ ଦେଇଛି। କୋଇଲି କୁହୁ କୁହୁ କହୁଛି, ଆଉ ହରିଣ ଧିରେ ଟିପି ଟିପିକା ଚିତ୍ର କରିଦେଇଛି। ଏଇଟା ସୁନ୍ଦର ଦୁନିଆ। ଆକାଶରେ ଇନ୍ଦ୍ରଧନୁ ଆଙ୍କି ଦେଉଛି ବେଳେ ବେଳେ, ମେଘ ବର୍ଷା ବାଦଲ ଭିତରେ। ଇଏ କାରିଗର, ଏ ଟେକ୍ନୋଲୋଜି ସିଷ୍ଟମେଟିକ କରିଛି କିଏ, ଆକୁ ଅପରେଟିଂ କରୁଛି କିଏ? ଯଦି ନ ଖୋଜିବ ମୁଁ ତିଆରି କରିକି ଲାଭ କ'ଣ ଅଛି? ଯେତେବେଳେ ଏଇ କଥା ବ୍ରହ୍ମାଙ୍କୁ କହିଲେ, ବ୍ରହ୍ମାଙ୍କର ସେଠୁ ହେତୁ ପଶିଲା। କହିଲା ହଁ ପ୍ରଭୁ, ସତ କଥା, ଏତେ କାରନାମା କରିଛ, ଯଦି ତୁମକୁ ପ୍ରଶଂସା ଜଣେ ନ କରିବ ତେବେ ଲାଭ କ'ଣ ଅଛି? ଆପଣଙ୍କର ଏଇନାକେ ଚରମ ପଢ଼ା ହେଲା କୃତଘ୍ନ। କୃତଘ୍ନ କାହାକୁ କହନ୍ତି ଜାଣିଛନ୍ତି? ଯେ ସୃଷ୍ଟିକି ଉପଭୋଗ କରେ, କିନ୍ତୁ ସୃଷ୍ଟିଟାକୁ ଯିଏ ତିଆରି କରିଛି କେମିତି ତିଆରି କଲା ତା କଥା ଭାବେ ନାହିଁ। ପାହାଡ଼ ପର୍ବତ, ନଦୀ ନାଳ, ଗଛ ବୃକ୍ଷ, ଆକୁ ଦେଖିକି ଭାରି ଆନନ୍ଦ ହୁଏ। ତେନ୍ତୁଳିଟା ଖାଇଦେଲେ ଖଟା ଲାଗୁଛି, ଏ ମାଟି ଗୋଟାଏ, ଏ ମାଟି ଗୋଟିଏ, ଏଇ ମାଟିରେ ଗୋଟେ ଗଛ ପ୍ରଭୁ ତିଆରି କରିଛନ୍ତି। ତେନ୍ତୁଳିକି କହିଛନ୍ତି ତୁ ଖଟା ପ୍ରଦାନ କରିବୁ, ଆମ୍ବକୁ କହିଛନ୍ତି ତୁ ମିଠା ପ୍ରଦାନ କରିବୁ, ଲିମ୍ବକୁ କହିଛନ୍ତି ତୁ ପିତା ପ୍ରଦାନ କରିବୁ।
ଦେଖନ୍ତୁ ତା ଆଜ୍ଞାରେ ଲିମ୍ବ ପିତା ଦେଇ ଚାଲିଛି, ଆଖୁ ମିଠା ରସ ଦେଇ ଚାଲିଛି, ତେନ୍ତୁଳି ଖଟା ଦେଇ ଚାଲିଛି, କେଡ଼େ ସୁନ୍ଦର ଦରବାର ତିଆରି କରିଛନ୍ତି ନା ନାହିଁ କି? ତେଣୁ ଆମେ ତାକୁ ଖାଇକି ଆମ୍ବ ଖାଇକି ଆହ କେଡ଼େ ବଢ଼ିଆ ହେଇଛି, ଆମେ ହଉଛୁ କୃତଜ୍ଞ। ଆମେ ଆଗେ ଚିନ୍ତା କରିବା କଥା ଏ ଆମ୍ବ ଯଦି ଏତେ ବଢ଼ିଆ ତେବେ ଆକୁ ତିଆରି କଲା କିଏ, ଆର କାରିଗରୀ କିଏ, ଆକୁ ବୁଝିବା ଦରକାର। ଆମେ ବୁଝିବାରୁ ତ ଆଉ କିଏ ବୁଝିବ? ଏ ଯୋଉ 56 କୋଟି ଜୀବଜନ୍ତୁ ତିଆରି ହେଇଛନ୍ତି କ'ଣ କାଉ କୁକୁର ବୁଝିବେ, ପଶୁ ପକ୍ଷୀ ମାନେ ବୁଝିବେ ନା ଜଳଜୀବ ବୁଝିବେ? କେବଳ ଆମେ ବୁଝିବା ପାଇଁ ଭଗବାନ ଆମକୁ ତିଆରି କରିଛନ୍ତି। ଯେତେବେଳେ ବ୍ରହ୍ମାଙ୍କୁ କହିଲେ ଏଇଥିପାଇଁ ତତେ ତିଆରି କରିବାକୁ ପଡ଼ିବ ନା, ପ୍ରଭୁ ମୁଁ କ'ଣ ତିଆରି କରିବି ନା ମଣିଷ ତିଆରି କର। ବ୍ରହ୍ମା କହିଲେ ତୁ ମଣିଷ ତିଆରି କର। ସେଠୁ ବ୍ରହ୍ମା ଲାଗି ପଡ଼ିଲେ ମଣିଷ ତିଆରି କରିବା ପାଇଁ। ହରିବୋଲ ଉଡ଼ା ବୁଡ଼ା ଚଳ ଅଚଳ ସବୁ ତିଆରି କରିଛନ୍ତି, କିନ୍ତୁ ମଣିଷ ଯେତେ ପ୍ରକାର ପ୍ରୟାସ କଲେ ତିଆରି କରିବା ପାଇଁ ଆଉ ତିଆରି କରିପାରିଲେ ନାହିଁ। ଖାଲି ତିଆରି କଲେ ଭାଙ୍ଗିଲେ ଫୋପାଡ଼ିଲେ, ତିଆରି କଲେ ଭାଙ୍ଗିଲେ ଫୋପାଡ଼ିଲେ, ତିଆରି କଲେ ଭାଙ୍ଗିଲେ ଫୋପାଡ଼ିଲେ, ଜମା ତ ହେଲାନି। ଆଉ ଯେତେବେଳେ ହେଲାନି ସେଠୁ ବ୍ରହ୍ମାଙ୍କୁ ଦିବ୍ୟ ବାଣୀ ହେଲା, ବ୍ରହ୍ମଦେବ ଆପଣ ଏତେ ବ୍ୟତିବ୍ୟସ୍ତ କ'ଣ ପାଇଁ, କାହିଁକି ଏମିତି ତିଆରି କରୁଛନ୍ତି ଭାଙ୍ଗୁଛନ୍ତି, କ'ଣ ତିଆରି କରୁଛନ୍ତି ନା ବିଷ୍ଣୁଙ୍କର ଆଜ୍ଞାରେ ମଣିଷ ତିଆରି କରୁଛି କିନ୍ତୁ ହଉନି ନା ହବନି ନା କାହିଁକି ନା ନା ତମେ ଯେମିତି ଏତେ ଗୁଡ଼ାକ ଉଡ଼ା ବୁଡ଼ା ଚଳ ଅଚଳ ତିଆରି କରିଦେଲ କିନ୍ତୁ ମଣିଷ ତିଆରି କରିପାରିବନି ନା କାହିଁକି ନା ପ୍ରଭୁ ବା କହିଛନ୍ତି ମତେ ଖୋଜିବା ଆଉ ଭଜିବ। ଖୋଜିବା ଆଉ ଭଜିବା ପାଇଁ ଗୋଟେ ସ୍ୱତନ୍ତ୍ର ଗୋଟେ ପାଠ ଦରକାର, ଆଧୁନିକ ପାଠ ଦରକାର, ସ୍ୱତନ୍ତ୍ର ନବୀକରଣ ଭାବରେ ସେ ତିଆରି ହେବ। ସେଇ ପାଠଟାକୁ ଯଦି ତା ଭିତରେ ଖଞ୍ଜିବ ତା ନାଁ ହେଉଛି ବିବେକ। ଯଦି ବିବେକ ଦିଆଯିବ ତେବେ ସେ ବିବେକ ଖଟେଇବ, ବାବାରେ କେଡ଼େ ସୁନ୍ଦର ଦୁନିଆ, ଯଦି ଏ ସୁନ୍ଦର ଦୁନିଆଟା ଏଡ଼େ ସୁନ୍ଦର, ତାକୁ ଯିଏ ତିଆରି କଲା ସେ କେଡ଼େ ସୁନ୍ଦର ନ ହେଇଥିବ, କେତେ କଷ୍ଟ କରିନଥିବ, ତେବେ ବିବେକ ନ ରହିଲେ ସିଏ ଖୋଜିବ ନାହିଁ। ତେଣୁ ବିବେକ ରୂପକ ଗୋଟେ ପାଠ ଯେଉଁ ଦରକାର ସେ ପାଠ ତୁମେ ବ୍ରହ୍ମମଣ୍ଡଳରେ ତୁମେ ବ୍ରହ୍ମା ତୁମ ଜାଗାରେ ତମ ଏରିଆରେ ତମେ ତିଆରି କରିପାରିବ ନାହିଁ। ହେଲା କି ଏଟା ଟାଟା କମ୍ପାନୀ କି ବିର୍ଲା କମ୍ପାନୀ ତିଆରି କରିପାରିବ ନାହିଁ। ଆକୁ ହଲାଣ୍ଡ, ନାଗାଲାଣ୍ଡ, ନ୍ୟୁଜିଲାଣ୍ଡ, ଥାଇଲାଣ୍ଡ, ୱେଷ୍ଟଲାଣ୍ଡ, ଆମେରିକା, ଜାପାନ, ଇଣ୍ଡୋନେସିଆ ଯିଏ ବି ମଧ୍ୟ ଚେଷ୍ଟା କଲେ ବି ମଧ୍ୟ ଏ ଯୋଉ ବିବେକ ରୂପକ ପାଠ କେବେ ହେଲେ ତିଆରି କରିପାରିବେ ନାହିଁ। ବ୍ରହ୍ମା କହିଲେ ତେବେ ମୁଁ କ'ଣ କରିବି, ସେ ପାଠ କୋଉଠୁ ଆଣିବି ନା ଯିଏ ତୁମକୁ କହିଛି ମଣିଷ ତିଆରି କର ତାରି କାରଖାନାରେ ସେ ପାଠଟା ଅଛି। ନା ସେ କାରଖାନାଟା କୋଉଠି ନା ଅବ୍ୟଗତ ମଣ୍ଡଳାଧିପତି ତମକୁ କହିଛନ୍ତି ନା ହଁ ନା ସେଇ ଅବ୍ୟଗତ ମଣ୍ଡଳରେ ଏ ଡିପାର୍ଟମେଣ୍ଟରେ ସେ କାମଟା ହଉଛି। ଯଦି ସେଇଠୁ ତୁମେ ଆଣିପାରିବ ତେବେ ଯାଇକି ମଣିଷ ଭିତରେ ସେ ପାର୍ଟଟା ମଦର ବୋର୍ଡଟା ଲଗାଇଲେ ଚାଲିଲା ଆଉ କ'ଣ ନା ନାଇଁ କି ଏଲସିଡି ଚାଲିଲା। ଆଉ ମଦର ବୋର୍ଡଟା ଆଣିବାକୁ ପଡ଼ିବ, ବାପାଙ୍କ ପାଖରେ ଥୁଆ ହେଇଛି ମାଙ୍କର ମଦର ବୋର୍ଡ, ସେଠୁ ଆଣିବାକୁ ପଡ଼ିବ। ଯେତେବେଳେ ବ୍ରହ୍ମାଙ୍କୁ ଏ କଥା କହିଦେଲେ ବ୍ରହ୍ମା କହିଲେ ଆଉ କ'ଣ କରିବି ନା ଆଣିବା ପାଇଁ ମାତ୍ର ବାଟ ଗୋଟାଏ ଅଛି। ନା କ'ଣ ବାଟ ନା ତମେ ତପସ୍ୟା କର, ତମେ କଠୋର ତପସ୍ୟା କର। ଯଦି ତୁମ ତପସ୍ୟାରେ ଅବ୍ୟଗତ ମଣ୍ଡଳାଧିପତି ସନ୍ତୁଷ୍ଟ ହୁଅନ୍ତି ତେବେ ଯାଇ ତୁମକୁ କୃପାବଶତଃ ବିବେକ ରୂପକ ପାଠଟା ତୁମକୁ ପ୍ରଦାନ କରିବେ, ସେଟା ତାଙ୍କରି ଅଂଶରୁ କ୍ଷରିତ ହେଇକିରି ଆସିବ। ତେଣୁ ଯେତେବେଳେ ବ୍ରହ୍ମଦେବ ତାକୁ ତପସ୍ୟା କରିବାକୁ ବସିଲେ, ଯୋଉଟାକ ଅତି ବଡ଼ି ଜଗନ୍ନାଥ ଦାସ ଓଡ଼ିଆ ଭାଗବତରେ କହିଛନ୍ତି, କିନ୍ତୁ ଆମେ ତାକୁ ଓଲଟା ବୁଝୁଛୁ। କ'ଣ କହିଛନ୍ତି ନା କହିଲେ ଅନେକ ଜନ୍ମ ତପ ବଳେ ଗୋବିନ୍ଦ ମନୁଷ୍ୟ ଜନ୍ମ ମରି ତଳେ ଗୋବିନ୍ଦ 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 ପଶୁ ଗଳୁଛି ମକରାନ୍ଦ ଗୋବିନ୍ଦ ନିରାନନ୍ଦ କନ୍ଦ ଭଗବାନ କି। ତାହେଲେ କ'ଣ ହେଲା ନା ଅନେକ ଜନ୍ମ ତପ ବଳେ ମନୁଷ୍ୟ ଜନ୍ମ ମରି ତଳେ। ଆମେ ମନେ ମନେ ଭାବୁଛେ ଆମେ ଅନେକ ଜନ୍ମ ଧରିକିରି ତପସ୍ୟା କରୁଛେ, ନା ମା ମାନେ ଆମେ କ'ଣ ଆର ଜନ୍ମରେ ମଣିଷ ଜନ୍ମ ହେଇକି ଥିଲେ? କହିବା ଗୋଟିଏ ଚାନ୍ସ ଆମକୁ ମିଳିଛି ମନୁଷ୍ୟ ଜନ୍ମର ଏ ଲାଭ। ଯେବେ ଗୋବିନ୍ଦେ କରେ ଭାବ ମନୁଷ୍ୟ ନର କଳେବର ନରକ ନିଷ୍ଠାରଣ ଦ୍ୱାର। ଏଇଠି ଆମେ ଯଦି ଆମେ କର୍ତ୍ତବ୍ୟ କରିବା, ସକାରାତ୍ମକ ବାଦରେ ଯିବା, ଆଧ୍ୟାତ୍ମିକ ପଥରେ ଯିବା, ଗୁରୁ ଗ୍ରହଣ କରିବା, ଭଗବାନଙ୍କର ଶରଣାପନ୍ନ ହେବା, ତେବେ କ'ଣ ହେବ ନା ମନୁଷ୍ୟ ଜନ୍ମଟା ଦୁର୍ଲଭ ହେବ, ଆଉ ଏ ଜନ୍ମ ମୃତ୍ୟୁ ଚକ୍ରରୁ ଉଦ୍ଧାର ପାଇପାରିବା ନା ନାହିଁ କି? ଏଟା ଗୋଟେ ଚାନ୍ସ ଆମକୁ ମିଳିଛି, ଏ ଚାନ୍ସ ସବୁବେଳେ ଆସେ ନାହିଁ। ତେଣୁ ଆମେ ପୂର୍ବ ଜନ୍ମରେ କ'ଣ ନା
चौराशी लक्ष ज्योति भ्रमण करी 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 शेष माने जीवचक्र प्रक्रियाकरण रे आमे मनुष्य जन्म टिए पाइछे जानै कि ए जो मनुष्य जन्म आमे जो कहूचे अनेक जन्म धरि आमे तपस्या करूथिले आमे कोन अनेक जन्म हलानी मनुष्य होई थिले ए तपस्या ताले किए करथिले ना ब्रह्मा करथिले काई करथिले ना मनुष्य तैयारी करिया पई ब्रह्मा को तपस्या करिया को पड़िथिला जा भागवत रे लिखा आइछि ए कथा सृष्टि रे केही मध्य आर विचारधारा यही प्रकार मीमांसा करनथिले आकु ठाकुर जे मीमांसा करथिले धनरे ए जो अनेक जन्म तप बेले मनुष्य जन्म महितले आकु ब्रह्मा तपस्या करी करी ए महितल को मनुष्य त्या करी आनिचंती मनु आ सतरूपार कथा भागवत तत्व भितरे अछंती तेणु आमे जन्म हेले आमे मने मने भाबुचे जेतबे आमे जन्म हे गले सब आइले कोठु आमे ना अव्यक्त मंडलाधिपति दया करे जेतबे प्रबल कठोर तपस्या कल्प कल्प काल बसिकरी कले ब्रह्मा सेठु दया कले अव्यक्त मंडलाधिपति जेतबे दया कले तांको चिन्नी बस्तारु गोटाई गोटाई दाना मान देले आमे के आमे भी नारायण अंश आमे पा नर आमे नर होचु नारायण न नै कि आमे नर नारायण न कि आमे तांकरी अंश से बस्ताय चिन्नी धेरु गोटिए गोटिए दाना आमे आसीजु न नै कि तेणु से दाना टिके मदर बोर्ड देले आमे सेठु अव्यक्त मंडल आमे व्यक्त होइथिबारु हमर नाम होची व्यक्ति आमे मने मने भाबुचे आमे कहले हमके एठी किया आनिचंती अच्छा आमे एठी छा आइचे कि नै ए धरा पुस्तक हम निजे छरा आसीनी आउ ताले हम किया आनिचंती हम बापा मा आनंदी हाथ टेकंतु बापा मा आनंदी हाथ टेकंतु कते जण बापा मा आनी टेकंतु बापा मा आनी नांती हमकु जदि बापा मा आनी पारि थाते केते बापा मा केते देह त्याग करचंती सुइसाइड कर दउचंती पिला हे परनी कान करो हला कि स्वामी स्त्री संपर्क रे कोन पिला हे परिबो ना बापा मा जेते चाहिले कि होबनी देखुनांती वैवाहिक जीवन स्थापन कला परे वर्ष 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 बीती जाउची गला परे केही बापा मांकर सेठु दीटा तीनटा झियो सेठु डाकुची ठाकुरे मते कन्या रत्न देलो जे पुत्र मणि गोटे दबनी मो वंशरे मते पिंड श्राद्ध दबा पे गोटे पुओटिए देले भोतनी कहबो मां माने बिचारी डाकी डाकी आखिर लुह सुखी जाउची पछके काहे कि के जानी ओ जन्मर कोठी टिके त्रुटि रह जाय थाए प्रभु ताकू पुओ दियंती नाही पुणी केते बेले केमिति वैवाहिक जीवन स्थापन कला परे दाम्पत्य जीवन रे कहार केवल खाली पुओ 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 चलीची पुओ से ठाकुर को डाकुची कहले प्रभु सिना पुत्र मणि देलो गोटे कन्या रत्न देले हुअतानी मु कन्याटा को दान देकी सर्वश्रेष्ठ दानी बोली कि निजको परिचय दियंती कन्या जदि दान देबिनी लाभ कोन अछि मो पुओ माने जदि मते हैरान करिवे जाउची मो झुओ गरी बसिना झुओ गर थिले मु कहबी प्रभु ए भलिया उद्धार कर गोटे झियो दियो कांदी कांदी दिन मां माने सरी जाउची बाबा माने झियो तार हेइ पाउ नाही तेबे काहे कि आउ गोटे गोटे जगह रे बापा मां कोन करूचंती ना जेते प्रकार प्रयास कले वैज्ञानिक पद्धति रे हो ईश्वरकर कृपा पाइबा पई पूजा मेला जेते प्रकार मानसिक कले मध्य पिलाटिए पाइबा पई अपेक्षा करी करी युवक युवती अवस्था को त्याग करी बुद्धा जाउचंती हेले पिलाटिए पाइ पाउनाती बापा मा हे पारु नाहंती ए कथा सत्य कि मिछ तबे ये केमिति होची या ईश्वरकर कृपा ताकू हो आउ गोटे गोटे माकर कोन होची ना रे बाबा ठाकुर केते दयालु गोटे मार गोटा पिला नाइ बली स्वामी स्त्री कथा बात है कि देहत्याग आत्महत्या कर दोचनी कहले जीवन काहे कि रखिबा मात्र 2 वर्ष तले डॉक्टर आ डॉक्टरनी दी जण जाक सुसाइड करते जे फेरे सेवा दउचंती समाज को पिला हलानी बेली कि संग होई कि देहत्याग कर देले मात्र 2 वर्ष तले तांकर नाम मोरा मन नाही पेपर रे बहुत गुरुत्वपूर्ण भाबरे बाहाताय संदेह कले किए मारी देला ता रिजल्ट भाला केवल पिला नथिले बेली से माने भारसाम्य फरे बसितले देहत्याग कर देले सुसाइड कर देले दुई जण किंतु आउ गोटे जगह देखो प्रभु केमता कृपा करूछन गोटिया डेलीवरी गोटिया गर्भ रे 2-3 पिला दे दोछन अरे बा गोटिया पिला पाइबा पई बापा मा बाटे होउछन होउनी किंतु प्रभु एते दयालु को जन्म रे कोन पुण्य थिला के जानी गोटिया गर्भ रे 2-3 पिला हेनी तेबे जदी ए सब कार्य उतरे कहा इच्छा राम इच्छा ना जेते थरो स्वामी स्त्री संपर्क कोन जेते थरो सेते पिला हेबे अपनी
ସେତିକି ବେଳେ ହବ ଯେତେବେଳେ ସୃଷ୍ଟିକର୍ତ୍ତା ଇଚ୍ଛା ପ୍ରକଟ କରିବେ, ଯେତେବେଳେ ସୃଷ୍ଟିକର୍ତ୍ତା ଚାହିଁବେ। ବାପା ବାରେ ବାୟୁ ବାରେ ପାଣି, ଦୁଇଟା ଉପାଦାନ। ଆମେ ପଞ୍ଚଭୂତରେ ତିଆରି ହେଇଛେ ନା ନାହିଁ କି? ଜଳ, ବାୟୁ, ଅଗ୍ନି, ଭୂମି ଆଉ ଆକାଶ, ପଞ୍ଚଭୂତରେ ଆମେ ଏ ଶରୀର ତିଆରି ହେଇଛି। ଆମେ ସିନା ଭୂତକୁ ଡରୁଛେ, କିନ୍ତୁ ଆମରି ଭିତରେ ପାଞ୍ଚଟା ଭୂତ ଅଛନ୍ତି, ବୁଝିଲା କି? ଯାହାର ଯେମିତିଆ ଜିନ୍ ସେ ସେଇ ପ୍ରକାର ଦୁର୍ବଳତା ପ୍ରକାଶ କରେ, ସେସବୁ ଜିନିଷ କିଛି ନାହିଁ। ଯଦି ଆମେ ମଜବୁତ ରହିବା, ଆମ ଭୂତକୁ ଯଦି ଜାଗ୍ରତ କରିଦେବା, ଏଇ ଯୋଉ ପଦାରେ ବୁଲୁଥିବା ଭୂତକୁ ଆମ 4 ଜଣ 5 ଜଣ ମାଟି କଷିକି ମାରିଦେବାନି। ଆମ ଭୂତ ତ ଦୁର୍ବଳ, ଆଉ ଆମେ ତ ଭୂତକ ଭଳିଆ ବହିଛେ, ଆମର ଚେତନା ନାହିଁ ନା ନାହିଁ କି? ସେଥିପାଇଁ ଆମେ ପ୍ରଭାବିତ ହେଇଯାଉଛେ। ତେଣୁ ପଞ୍ଚଭୂତରେ ଶରୀର ତିଆରି ହେଇଛି। ଏ ପଞ୍ଚଭୂତ କୋଉଠୁ ଆଇଲା ନା ବାପାଙ୍କ କତୁରୁ ଦିଟା ଭୂତ ଆଇଲା। କଣ ଆଇଲା ନା ବାରେ ବାୟୁ ବାରେ ପାଣି। ବାପା ମାନେ କଣ ନା ବାରେ ବାୟୁ ବାରେ ପାଣି। ଆଚ୍ଛା ମା କତୁରୁ କଣ ଆଇଲା ନା ମାରେ ମାଟି ଆରେ ଆକାଶ। ଯେତେ ଥର ସ୍ୱାମୀ ସ୍ତ୍ରୀ ସମ୍ପର୍କ ହଉଛି, ବାରେ ବାୟୁ ବାରେ ପାଣି, ମାରେ ମାଟି ଆରେ ଆକାଶ, ଏ 4ଟା ଯାକ ଭୂତ ମିଳୁଛି। ଆଉ ଗୋଟାଏ ଭୂତ ସୃଷ୍ଟିକର୍ତ୍ତାଙ୍କ ରିମୋଟରେ ଅଛି। ସେଟା କଣ ନା ଅଗ୍ନି ତତ୍ତ୍ୱ। ସିଏ ଯେତେବେଳେ ତା ଦେହରେ ସେଇଟାକୁ ମିଶ୍ରଣ କରିବେ, ବୁଝିଲା କି? ଯେତେ ଅମୁଲ ପଇଲେ କେତେ, ଯେତେ ଚାଉଳରେ ପାଣି ପୁରେଇକି, ଆଉ ଆମର ଯୋଉ କଣ କି ଚାଉଳ ସବୁଠାରୁ ବଡ ଭଲ ଚାଉଳ, ବୁଝିଲା କି? ତାକୁ କ୍ଷୀରି କରିବା କହିଲେ ଚିନି ନ ପଇଲେ କଣ କାମ? ଚିନିଟା ଯାଇକି ପ୍ରଭୁଙ୍କ ହାତରେ, ବୁଝିଲା? ଅବ୍ୟକ୍ତ ମଣ୍ଡଳାଧିପତି ସିଏ ଯେତେବେଳେ ଅଗ୍ନି ତତ୍ତ୍ୱଟାକୁ ତା ଦେହରେ ମିଶାନ୍ତି, ପଞ୍ଚଭୂତ ହେଇଯାଏ। ସେତିକି ବେଳେ ଗର୍ଭରେ ଜନନୀ ଜଠର ଜରାୟୁରେ ସନ୍ତାନଟିଏ ବାସ କରେ। ତେଣୁ ସେ ଦେଇଛନ୍ତି। ଆମର କଥା ଥିଲା କଣ ନା ଆମେ ଥିଲେ କୋଉଠି? ଗୋଟେ ମୀମାଂସା ଆମେ କଲେ। ଆମେ ଥିଲେ କୋଉଠି ନା ଆମେ ଅବ୍ୟକ୍ତ ମଣ୍ଡଳରେ ଥିଲେ। ଆମେ ଅବ୍ୟକ୍ତ ମଣ୍ଡଳରୁ ବ୍ୟକ୍ତ ହେଇଥିବାରୁ ଆମେ ହଉଛୁ ବ୍ୟକ୍ତି ନା ନାଇଁ କି? ଆଚ୍ଛା ଆମେ ଆସିଛେ କାହିଁକି? ତାରି ମୀମାଂସାକୁ ଯିବା। ଯେତେବେଳେ ସେ ଏଠିକି ଦେଲେ, କଥା କଣ ରହିଲା ନା ବ୍ରହ୍ମାକୁ କହିଲେ ବିଷ୍ଣୁ କହିଲେ ଏମିତିଆ ଜୀବ ଗୋଟା ତିଆରି କରିବୁ, ମତେ ଖୋଜିବ ଆଉ ଭଜିବ। ତେବେ ଆମେ ଆଇଛେ କାହିଁକି ନା ଆମେ ଆଇଛେ କେବଳ ଯିଏ ଏ ସୃଷ୍ଟିଟାକୁ ତିଆରି କରିଛନ୍ତି ତାଙ୍କୁ ଖୋଜିବା। ସେ କୋଉଠି ଅଛନ୍ତି କହିଲେ? ହରିଙ୍କୁ ତ ସମସ୍ତେ ଡାକୁଛନ୍ତି। କହିଲେ ହରିଙ୍କୁ ସରବେ ଡାକୁଛନ୍ତି, ସେ ହରି କେଉଁଠି ଅଛନ୍ତି? କେଉଁ ଦେଶରେ ତାଙ୍କ ଘର, କେଉଁ ଦେଶରେ ତାଙ୍କ ଘର, ଦେଖିବାକୁ ସେ କି ପ୍ରକାର, କେଶବ 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 ଭକ୍ତ ଶ୍ରୀ ଚରମନାଥ କି। ତେଣୁ ଆମର ଗୋଟେ ପ୍ରଶ୍ନ ଥିଲା କଣ ନା ଆମେ କିଏ? ନା ଆମେ ମଣିଷ। ଭଗବାନ କହିଥିଲେ ମଣିଷ ତିଆରି କରିବା ପାଇଁ। ଆମେ ମଣିଷ ନା ଥିଲେ କୋଉଠି ନା ଅବ୍ୟକ୍ତ ମଣ୍ଡଳରେ। ଆଇଲେ କେମିତି ନା ଅବ୍ୟକ୍ତ ମଣ୍ଡଳାଧିପତି ଦୟା କରିବାରୁ ବ୍ରହ୍ମା ତପସ୍ୟା କରିକି ଆମକୁ ଆଣିଲେ। ଆମେ କାହିଁକି ଆଇଛେ ନା ସେଇ ଗୋଟିଏ କାମ ପାଇଁ ଆଇଛେ, ଭଜିବା ଆଉ ଖୋଜିବା। ଯେତେବେଳେ ଭଗବାନଙ୍କୁ ଖୋଜିବା, ଆମେ ସବୁ ଭାବିଲେ ଯେ ହରିକୁ ଲୋକେ ଡାକୁଛନ୍ତି, ସେ ହରି କୋଉଠି ଅଛନ୍ତି, କୋଉ ଦେଶରେ ତାଙ୍କ ଘର, ଦେଖିବାକୁ ସେ କି ପ୍ରକାର, ତାକୁ ଖୋଜିବା ଆଉ ଭଜିବା ତାଙ୍କ ନାମ ନା ନାଇଁ କି? କଣ ଭଜିବା ତାଙ୍କ ନାମ ନା ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, हरे राम 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 हरे हरे। भगवान की। ତେଣୁ ଏ ଯୋଉ ଭଜିବା ଆଉ ଖୋଜିବା ଏଇ କାମଟିଏ ଆମେ କରିବା। ଏଇଥିପାଇଁ ଭଗବାନ ଆମକୁ ଏ ମର୍ତ୍ତ୍ୟ ମଣ୍ଡଳକୁ ଆଣିଛନ୍ତି ନା ନାଇଁ କି? ଆଚ୍ଛା ଏ ଯୋଉ ଭଜିବା ଆଉ ଖୋଜିବା ଆର ପ୍ରକୃତ ପ୍ରମାଣ କଣ ଅଛି? ଆଉ ଆଗରୁ କେହି କହିଛନ୍ତି? ବାରମ୍ବାର ଆମକୁ ଚେତେଇ ଦେବା ପାଇଁ ଯୁଗ ପୁରୁଷ ମାନେ ବହୁ ପୂର୍ବରୁ ପ୍ରଭୁ ପରମେଶ୍ୱର ଚରମନାଥ ନିଜେ ସ୍ୱତନ୍ତ୍ର ରୂପରେଖ ନେଇ ଯେତେବେଳେ ଯୋଉ ପ୍ରକାର ଅବସ୍ଥାରେ ତାଙ୍କର ଆବଶ୍ୟକ ପଡୁଛି ସେ ଧରାପୃଷ୍ଠକୁ ପ୍ରେରଣ କରିଛନ୍ତି। ସହଯୋଗୀ ମାନଙ୍କୁ ଆମକୁ ସାହାଯ୍ୟ କରିବେ, ଆମକୁ ଚେତନା ଜାଗ୍ରତ
କରିଦେବି କହିବେ ବାବୁରେ ତୁ ଏଇଥିପାଇଁ ଆଇଥିଲୁ ଏଇ କାମ କର। ତେଣୁ ଏ କାମ ଆମକୁ ବହୁତ ଆଗରୁ କହିଛନ୍ତି ଯଶୋବନ୍ତ ଦାସ କଲମ କଲେ। କଣ କଲେ ନା ମାତୃଗର୍ଭରେ ଯେତେବେଳେ ଆମେ ବାସ କରୁଥିଲେ ତାରି ଉପରେ ଆଧାରିତ କରିକି ଜୀବଚକ୍ରର ଗୋଟେ ସ୍ୱତନ୍ତ୍ର ସଙ୍ଗୀତଟା ସେ ଲେଖିଛନ୍ତି। କଣ ଲେଖିଲେ କହିଲେ ଅଷ୍ଟମୀ ଅଙ୍ଗୁଷ୍ଠି ହସ୍ତ ପଦ ଖଞ୍ଚିଲା ବାବୁରେ ପଦ ଖଞ୍ଚିଲା ନବମାସେ ଚମଡ଼ାକୁ ଢାଙ୍କୁଣି ଦେଲା ନବମାସେ ଚମଡ଼ାକୁ ଢାଙ୍କୁଣି ଦେଲା 10 ମାସରେ ଶେଷ କଲା ହୋଇ ହରସ 10 ମାସରେ ଶେଷ କଲା ହୋଇ ହରସ ତୁଟି ଯେ କଲୁ ତୁହି ଭୋଦେବ ନନ୍ଦ ଶିଷ୍ୟ ତୁଟି ଯେ କଲୁ ତୁହି ଭୋଦେବ ନନ୍ଦ ଶିଷ୍ୟ ଯଦି ମର୍ତ୍ୟ ମଣ୍ଡଳେ ମୁହି କରିବି ବାସ ଯଦି ମର୍ତ୍ୟ ମଣ୍ଡଳେ ମୁହି କରିବି ବାସ ନାମ ଗାଉଥିବି ସୁମରିରେ ସୁମରିରେ ସୁମରି ବଡ଼ ମାୟାବୀ ଜୀବ ନୁହେଁ କାହାରି ହେ ବଡ଼ ମାୟାବୀ ଜୀବ ନୁହେଁ କାହାରି। ପ୍ରମାଣ ହେଇଗଲା ମାନେ ମାତା ଗର୍ଭେ ମାନେ ଅଷ୍ଟମୀ ଅଙ୍ଗୁଷ୍ଠି ଅର୍ଥ ଆଗରୁ ଆହୁରି ଅଛି। ମାତା ଗର୍ଭେ ଯେବେ ତୁ ହେଲୁ ସଞ୍ଚାର ଅଣାକାର ଭୂମି ତୋର ନାହିଁ ଆକାର ପ୍ରଥମ ମାସରେ ହେଲୁ ଧବଳ ବର୍ଣ୍ଣ ଦ୍ୱିତୀୟ ମାସରେ ଜଳେ ଦେଶ ନେମିନ ତୃତୀୟ ମାସରେ ଶୂନ୍ୟ ମେଲିଲୁ ଡାଳ ଚତୁର୍ଥ ମାସରେ ଅସ୍ଥି ଖଞ୍ଜା ତୋହରି ପର୍ଯ୍ୟାୟକ୍ରମରେ ଅଛି। ଆମେ ଅଳ୍ପରୁ ଆରମ୍ଭ କରିଦେଲୁ ଅଧାରୁ ଯୋଉଠି ଆମର ଦରକାର। ଅଷ୍ଟମୀ ଅଙ୍ଗୁଷ୍ଠି ହସ୍ତ ପଦ ଖଞ୍ଜିଲା ନବମାସେ ଚମଡ଼ାକୁ ଢାଙ୍କୁଣି ଦେଲା 10 ମାସରେ ଶେଷ କଲା ହୋଇ ହରସ ସ୍ତୁତି ଯେ କଲୁ ତୁଇ ଭୋ ଦେବ ନନ୍ଦ ଶିଷ୍ୟ। କାହିଁକି କଲୁ ନା ମାତୃଗର୍ଭ ହଉଛି ଗୋଟେ ନର୍କ ମଳମୂତ୍ର ଭିତରେ ବେଢି ଭିତରେ ପିଲାଟିଏ ବିଚରା ଛଟପଟ ହଉଥାଏ। ମା ମନେ ମନେ ଭାବେ ମୋ ପେଟରେ ପିଲା ଖେଳୁଛି। ଆଜ୍ଞା ମା ପେଟକୁ ଗୋଇଠା ମାରି ପେଟକୁ ଫଟେଇକି ବାହାର କରିବା ପାଇଁ ପିଲା ପେଟ ଭିତରେ ପ୍ରୟାସ କରେ। କାହିଁକି ଜାଣିଛନ୍ତି ନା ସେଠି ନର୍କ ଯନ୍ତ୍ରଣା ତାକୁ ଦିଆ ହଉଥାଏ। କୁର୍ମୀ ମଶା ଟିକେ କାମୁଡ଼ିଲେ ଆମେ ସମ୍ଭାଳି ପାରୁନାହୁଁ। ସେତେବେଳେ ପିଲାକୁ କଣ କରେ ନା କୁର୍ମୀ କୀଟ ମାନେ ଏମିତି ପ୍ରକାର ଦଂଶନ କରନ୍ତି ଏ ପଟରୁ ପଶିକି ସେପଟରେ ବାହାରନ୍ତି। କେତେ କଷ୍ଟ କି କିଲିବିଲି। ସେତେବେଳେ ଛୁଆଟା ଛଟପଟ ହେଇଯାଏ ଭୁରି ଫୁଲିଯାଏ ଗୋଡ଼ ହାତ ସବୁ ମାନେ ଠେଲି ଠେଲି ପକାଇ ମୁଁ କୋଉ ବାଟେ ଯିବି ବେଲିକି ହେଲେ କଣ ହବ ମେଘନାଦ ପାଚେରି ପଡୁଛି। କେତେ ବଡ ଜାଣିଛନ୍ତି ମାତୃଗର୍ଭ ଛୋଟିଆ ନୁହେଁ। ଗୋଟା ଘରଟା କଲା ବେଳକୁ ଗୁଣ୍ଠେ ଜାଗା ଦରକାର ଖେଳ ପଡିଆ କଲା ବେଳକୁ 10 ଗୁଣ୍ଠୁ ଜାଗା ଦରକାର ଘରଟିଏ ରୁମଟିଏ କରିବେ ଏପଟରେ 10 ହାତ ସେପଟରେ 10 ହାତ ଦରକାର। ଗୋଟା ପେପର ମିଲି କେତେ ଏକର ଜମିରେ ହେଇଛି ମଣିଷ ତିଆରି ମିଲଟା କେଡେ ବଡ। ମାତୃଗର୍ଭଟାକୁ ଛୋଟିଆ ଭାବନ୍ତୁ ନାହିଁ ମାତୃଗର୍ଭକୁ ମାପି ହବ ନାହିଁ। ଯାହାକୁ ଯଶୋବନ୍ତ ଦାସ କହିଲେ ମାତା ଗର୍ଭ କେଡେ ବଡ ଜାଣିଛନ୍ତି ନା ଯେତେବେଳେ ମାତା ଗର୍ଭ ହେଲୁ ସଞ୍ଚାର ଅଣକାର ଭୂମି ଯେ ନାହିଁ ଆକାର ଆନନ୍ଦ କନ୍ଦ ଭଗବାନ କି କହିଲେ ସେ ଯୋଉ ମାତା ଗର୍ଭରେ ତୁ ଗର୍ଭବାସ ହେଲୁ ସେ କେଡେ ବଡ ଜାଣିଛୁ ନା ଅଣାକାର ଭୂମି। ତାର ଆକାରକୁ ତୁ ମାପି ପାରିବୁ ନାହିଁ। କଳି ପକେଇଲେ ପାଇବନି ଆଉ ଟେପ ପକେଇଲେ ବି ମାପି ପାରିବୁନି। ତାର ନକ୍ସା ତୁ ପାଇବୁ ନାହିଁ ଏତେ ବଡ। ତା ଭିତରେ ସୂର୍ଯ୍ୟ ଚନ୍ଦ୍ର ଗ୍ରହ ନକ୍ଷତ୍ର ନଦୀ ନାଳ ପାହାଡ ପର୍ବତ ବୈକୁଣ୍ଠ ପୁର ତକାତି ବି ଅଛି ବୈକୁଣ୍ଠ ପତି ବି ମଧ୍ୟ ହରି ହରି ବୋଲ ଯିବ ଏବଂ ପରମ ଭିତରେ କଥାବାର୍ତ୍ତା ଚାଲିଛି। ଭଗବାନ ସେଠି ବସିଛନ୍ତି ଜୀବ ଛଟର ପଟର ହଉଛି ପ୍ରଭୁକୁ ଡାକୁଛି କହୁଛି ପ୍ରଭୁ ମତେ ଟିକେ ଇଏ ନର୍କରୁ ଉଦ୍ଧାର କର। ନା ନର୍କରୁ ଉଦ୍ଧାର କଲେ ତୁ କଣ କରିବୁ ନା ତମରି ନା ଖାଲି ଜପ କରିବୁ ନା ଏଇ ଅନେକ ଥର ତୁ ଗଲୁଣି ଠକି ଦଉଛୁ କଣ୍ଡିସନ କର ସତ କହୁଛୁ ତ ଏଇଥରକ ଗଲେ ମୋ ନାମ ଜପ କରିବୁ ତ ନା ହଁ ପ୍ରଭୁ ସତ କହୁଛୁ ବା ଯଦି ମର୍ତ୍ୟ ମଣ୍ଡଳେ ମୁଇଁ କରିବି ବାସ ତୋ ନାମ ଗାଉଥିବି ସୁମନ। ଯେତେବେଳେ କଣ୍ଡିସନ ହେଇଗଲା ଲେଖାପଢା ହେଇଗଲା ରାଜିନାମା ହେଇଗଲା ପ୍ରଭୁ ସେଠୁ କଣ ଜନ୍ମ ଦେଇଦେଲେ। ଯେମିତି ଜନ୍ମ ଦେଇଦେଲେ କଣ ହେଲା ନା ବଡ ମାୟାବୀ ଜୀବ ନୁହେଁ କାହାରି ହେ ବଡ ମାୟାବୀ ଜୀବ ନୁହେଁ କାହାରି। ଯା ଯା କଥା ଦେଇ ଯାଇଥିଲା ତାର
कार भी हेलानी ना नहीं की भोट टका नहीं अछि आज थान टका नहीं गला कहला देवी बिजाड़ी रे आरे जेंती नटकण नगा घर को जाई बूथ भी मार देला बीजेपी रे टका की तू ताकत राणी कंडीशन में टॉप मैंने है जाई मु तो ते वोट देबी बूथ को गला मत बदले देला रिजल्ट देखुनांती केमती हाई गला ठीक सेमती आमे कंडीशन कले बुझला कि कंडीशन आमे कले जे तू मध्य मंडल को गले मु तम नाम जप करबी जेंती जन्म होई गले से नाम गुडा के पचर जनाई कि जिंदाबाद के इथन कहि देले गोटा इंदिरा आवास मिलबा हरे कृष्ण कहले खाइया मिलबो गोडा की या कोशी करिया भाई पूरा नाम संकीर्तन छाड़ी देला सेति पई प्रभु कहले बड़ माया पिचिबो नुहे कहा नी माया पिचिबो ये एते प्रकार प्रयास करी मुटा तैयारी कली हेले से मो कथा रखिला नहीं तो आमे आस्तेले काहे कि ना नाम भजन करिया पई नाम जप करिया पई जेते बेले आमे से शत्रु निवृत्त हो गले सेटु आसीले फिर महान पुरुष मान आसी चेतई देले बेले आमे जदी नाम जप न करिबा तेबे कोन हबो ना मनुष्य जन्म कलुआ गाड़ी मनारे हरि भजन हरि भजन हरि मनारे हरि भगवान की पिक्चर आपण माने करतु देखो तू हरि भजन न कले परिणाम कोन हुए हरि भजन न कले आमे कोन होबा ओगाडी नुए अच्छा धान उड़ेला बे सब कोन कोन भारे आगे धान तापरे पंठा नाही तापरा मीमांसा भल की करबा एबा विश्वमातृक दिव्यात्मा परिषद बुझेला की एटी छुची कइले मध्ये टंकी सुदिबो ये माने आउ को दरबार कथा आइची आमे धान उड़ेबा माने आगे धान पड़िला तापरे पंठा तापर जाई के ओगाडी एटी दशवत दास कोन कइले पंठा कइछन कहले पंठा भी तू न काई की ना पंठाटा होसे अधे चाउलिया ना कि ताकू दरकार कइले छुट्टी काटी की आनिले गरु पिंडा खाइबे आ ता जो भूत बळको भारिबो ताकू मा माने बाटी देले भी पिठा बना हे पारिबो कहले ताई भी तू हबु नाही तू धान परे जो पंठा ताई भी मध्ये हबु नाही काई की ना जदी प्रभुकर नाम संकीर्तन न करचु तू ओगाडी आइतु उल्ला बारिबु सीधा उठी की पळे को केनाला बंध पारिए की कुआटे पड़िबु जे सेगुडा तोर दरकार रे बिल्कुल तू आसु नाही ओगाडी हे जिवो आज्ञा ओगाडी हबा ना सजाडी हबा ओगाडी हबा ना सजाडी हो तो सजाडी हबा हम तो सजाडी हे जाइछे हम सजाडी हे जाइछे हम सजाडी तो फेर गुरु ग्रहण काई की करिछे नाही की टिके व्यतिक्रम होउची सलिता पकेवा जगह रे पकोउने तेल सरी जाउची टिके बैटरी चार्ज कमी जाउची चार्ज बसौने सेति पई टिके हमर अप डाउन हो जाउची ना नाही तो चार्ज होवा पई पूरा 5 दिन बर्तन प्लग के जा होय 5 दिन पूरा मोबाइल फुल चार्ज हे की रहइबो एमिति प्रकार चार्ज हो आ परवर्ती पर्याय रे महाज्ञानी वक्ता माने आपण मानक कति दरबार को आसीबे किति ज्ञान प्रदान करिवे आमे तो गुरु मात्र आमे तो आपण मानक पाखु नूतन भाबे आसीचु ज्ञान आपण मानक पाखरे परिवेषण करिवु देखिबा केमति पास आइटम आपण मानक पाखरे देबे पूरा काजू किसमिस भक्ति एकी पड़थिबो आमे तो मन भोगी ओलिया गोलिया करके देई दोछु आपण माने दयालु बोले कि क्षमा कर दोउछथि श्रद्धारे कंटिके ग्रहण कर दोउछथि तेनु आसंतु सुनिबा जदि नाम संकीर्तन आमे ठीक भाबरे न करू जीवनटा अगाड़ी हे दिबो होबनी नाम संकीर्तन हमको करबा को पड़िबो अच्छा नाम संकीर्तन प्रभु को करबा प्रभु को डाकिबा प्रभु कहजती मते खोजिबा आ खोजिबो अच्छा खोजिबो जे जति खोजिबो आमे खोजिबा भगवान को कोठी अछंती काहे की खोजिबा ना ये बड़ विचित्र दुनिया टाइ तयारी करचंती प्रभु कहिथिले स्वर्ग तयारी करची मर्त्य तयारी करची आउ गछ वृक्ष लता आदि तयारी करची सेटु मनुष्य को सिटेई देले केई जने जानि आसी कहले देखुचु केमिता दरबार से तयारी करचंती से सेटु गाई उठिला कहला धन्य हे ईश्वर तुम बुद्धि कौशल किपरि रचिला तुमे जलवायु स्तर आकाशरे खंडी देल कोटि कोटि तारा किपरि रचिला तुमे बरसार धारा प्रजापति देह तुमे प्रवति देला दुनियानी
ଶୁଣୁଅଛି କି ସୁନ୍ଦର ଜ୍ଞାନ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଶ୍ରୀରାମ ଜୟ ରାମ ଜୟ ଜୟ ରାମ। बोलिए आनंद कंद भगवान की मणि सरस्वती चेतना जागृत होला म्हणजे सत्य तो धन्य ईश्वर तुम बुद्धि कौशल केमिति अचिल तुमे जलवायु स्थल आकाश रे कोटि कोटि तारा खंजी देइछ केमिति झरुची झर झर ए बरसार धारा प्रजापति दुआरे एते सुंदर चित्र आंकी देइछ प्रभु आ गोटे बकेट नाकरू कीट तयारी करछ गुडी आनी देखुनाती केमिति सुंदर जाल तयारी करूची एतिकी एमएम रे गोटे नेका टणका नागिब माने पूरा मापिकी टणका देकी घर तयारी करिकी रहिची धन्य कहब प्रभु तुम कौशल कोठी अछ तुमे खोजिला जेतबेले खोजी 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 हारास हे गला जेति ब्रह्मा मनुष्य तयारी करिबे बेले की प्रयास करी करी हारास हे गला परे तांकु दिव्य बाणी हैला सेति मनुष्य जेतबेले खोजी चालिला भगवान कोठी अछंती भगवान कोठी अछंती सेतु ज्ञानी गुणी मानकु भगवान अवतरण करेले धरा पृष्ठकु कहले जा मो संतान मते खोजुची मो एड्रेस टिके देई दबु हरि कु लोके खोजुचंती से हरि कोठी अछंती को देश रे तांको घर देखिया को से की प्रकार मोर आधार कार्ड रेशन कार्ड पैन कार्ड वोटर लिस्ट सबरो परिचय एमिति भाबरे देई दबु जेति मो एड्रेस रासी मो घरे पहुंची जो पूर्व ठिकाना रे बोली आनंद कंद भगवान की सुंदर भाबरे कहले भगवान कोठी अछंती ना भगवान ताले कोठी अछंती ना जेउ विधानी तोते कला निर्माण बाबुरे कला निर्माण सेही तोरे रखिया तुही की जान सेही तोरे रखिया तुही की जान रखिला दस बात लगाइला को बात रखिला दस बात लगाइला को बात सुमुना दुआरे रखिले मको चाको सुमुना दुआरे रखिले मको चाको जबि पाए दुभेट माया को तुही चाको जबि पाए दुभेट माया को तुही चाको तुसे प्रिय देखो सिहारी रे सिहारी रे सिहारी बड़ा माया भगवान की जरिया गुड़िया की जगत मंगल है बोल नंद जीवन में करके सुंदर कथा कहले कहले जेहु बिंधानी तोते कला निर्माण सेई तो देह रहिला तुहिटी जान अरे बड़ा विचित्र कथा आम दिहरे काई सिए रहिले ना भगवान लीला रचना करिया पई ब्रह्मा को कहिदेले ब्रह्मदेव मोर गोटा रहिबा पई जागा दरकार एमितिया प्राणी गोटे तयारी करिबु मोर होची सेई गोटा को घर मु तारी भितरे रहिबी एटा आम शरीर नुहे ये आम घर नुहे आम घर होची एटा जदि कांथ भांगी पड़िबो संगे संगे बीम नगई देगिरी संगे संगे रनिंग दिन चले दबा कांथ अटकिला होबनी जदि छपर खाई गला पुणी नुआ छण संग्रह कर दबा पुणी छाउनी पकई दबा ये आम घर जदि रंग छाड़ी गला पुणी वाल पुट्टी मार दबा ना नहीं की आ रंग जदि छड़ेबो वाल पुट्टी मारी हबो मारिबो माने मु जदि मुजा को मारिबी ताकू रखिबो किए मु जा को रखिबी ताकू मारी हरि हरि वो घर ये घरटा माने प्रभु कहले कहले ए घरटा होची मोर आ ये घरटा होची तोर ए घरटा तो आमे करछे काहे कि ना खरा वर्षा शीत काकररू रक्षा पाइबा पाई इटा ऊपर इटा को जोड़ी करी घर खंडिया करछे आ काहे कि ना आमे तादरे वास करबा एटा होची प्रभुकर घर नानादि प्रकारर चमड़ा छाउनी करी बुझले कि ए रड दिया जी भितरे रड देई बुझले कि बाली गोड़ी भाग माप देई ए वाल पुट्टी मरा है ऊपर वाला सब वाल पुट्टी मरा है वाल पुट्टी मार देकी प्रभु आदिरे बसुचंती विराजमान करचंती सब गंठी गोडा को रेढ़ा नइले सब बंधा है देखो देखो देवरे देखो बिछानी की घर बाड़ी देखो देखो देवरे देखो
देख केमितिया बिंधाणी घर तैयारी करछि सब जागा जागा रे गंठी मिलिछि हेई एमितिया गंठी मिलिछि ए छिंडीबनी सहजरे छिंडीबनी हे सब गंठी मिडा आइछि ना नाही कि खंडे खंडे पपक सब बांधी करी कोरक देकी देचन टणका मारी करी गंठी पिटिकी से घर भीतर रहिचंती लगैचंती केते एमएम रड सब दिया जाइछि बाली गोड़ी माटी सीमेंट सब लेप दिया जाइछि आ ऊपर वाल पुट्टी मरा जाइछि अविश्वासी करत नाही ये होछि जीवन चर्या ठीक लागुछि ना এই বিষয় বস্তু আলোচনা করিবা না ভাই তো কইছন্তি না আজি জীবন আজি প্রথম পঞ্চক আজি প্রথমরে জীবনর প্রথম জন্মর প্রথম আমি প্রকৃতরে কিয়ে প্রারম্ভিক অবস্থাকে আলোচনা করিবা আসন্তা কালিকু প্রারম্ভিকর দ্বিতীয় পর্যায় পুনি তৃতীয় দিনকু আইলে আমি যদি তৃতীয় পর্যায় টিকে রই যাইথব অবহেলা আমি দ্বিতীয় তৃতীয় সবজাক কভার করিকি নিশ্চিত ভাবে নবু বলি আনন্দ কন্দ ভগবান কি জয় তেণু বিধানী কেমিতিয়া ঘর করিছি এ ঘরটা আমার নয় এ ঘর সে ঘরটা আছে তাঙ্কর এ ঘরটা তাঙ্কর আমার নয় আচ্ছা এ ঘরটা আমি যদি এ ঘরটাকে বর্তমানে কোলপ পকাই দেই আজ সিনা কোঠা মাটি হয়ে গলা সবু পকা হয়ে গলা যেতলে মাটি ঘর থিলা যদি কোলপ পকাই দেই মাসে খন্ডে পড়েবা সে মাটি ঘর গরিব এ ভাই মুসা গালি গুড়ি অসরপা তেলুনি পোক গৌড়ি পোক পুরা বিচি বিচি তা ভিতরে হউবে নাকি এই যে বাট আমি যা যে ঘরକୁ বাট সে পুরা ঘাস কুটা হয়েকি রণ ভণ পুরা হয়েকি না নাকি কবি লোকটা এই ঘরটা এমনি রণ ভণ কଣ ହେଇଛି না ইয়ে কଣ এଠି রହୁଛି ইয়া এଠି রহু যাইকি ও সে টাউন রে লানি ঘর ছটা সে সকাশে ঘরটা রণ ভণ ହେଇଯାଇଛି না নাকি সেমতি ভগবান যদি এ ঘরটাକୁ ଯୋଉ ନେଇଛନ୍ତି ଦାୟିତ୍ୱ ଯଦି ଏ ଘର ଛାଡ଼ିଦେବ କହିବେ ଏଇଟା ଭଲ ଲାଗୁନି ପୁରୁଣା ହେଇଗଲାଣି ଆଉ ଏଟା ଯାଉଛି ନୂଆ ଘର କରିବି ଅକସ୍ମାତ ଯୋଉ ଦିନ ଛାଡ଼ିଦେଲେ ସେ ଘରେ କଣ ତେଲୁଣି ପୋକ ଗୌଡି ପୋକ ଚାଲିଥିବେ ଇଏ ତ 2 3 4 ଦିନ ଯାଇଥିବ ଖାଲି ବିଜି হরি হরি বল হরি তেবে যদি ଆମ ଦେହ ଯଦି ମୋ ଦେହ ଇଏ ମୋର ଉପରେ ଅଧିକାର ଅଛି ଆ ତ ବାଲ୍ୟ ଅବସ୍ଥା ବଢିଆ ପାଠ ପଢିବାରେ ନାହିଁ লজ্জা নাই প্যান্ট শার্ট পিন্ধিবারে নাই রোজগার করিবারে নাই খাইবি পিবি খেলিবি মা কাঠেকি শুয়াই দেব মা কাঠেকি বুলিব মো দেহ মানে মু আউ আকু কিশোর করেই দেবি এই অবস্থাটাকে জবরদস্ত রখিবি যেমনি আমি টঙ্কাটাকে কହୁଛେ জমা খরচ করিবি না নাই কি গডরেজরে পুরা তালা পকাইকি রখিবি সেমতি মু কইবি এ শরীর মোর মু আকু কিশোর কিশোরରୁ যুবক যুবকରୁ বৃদ্ধ বৃদ্ধକୁ জরা মৃত্যুକୁ জমা নেবিনি এই বাল্য অবস্থায় রখিবি কাই বাল্যରୁ কিଏ ଗୋଟା ଚୁଟକିନି ରିମୋଟ ମୋଡ଼ି ଦଉଛି ଆସିକି କିଶୋର ପୁଣି କିଏ ଗୋଟା ରିମୋଟ ମୋଡ଼ି ଦଉଛି ଆମର ଇଚ୍ଛା ଅଛି ବଢିଆ ସମୟ ଏଠି ଯୁବକ ବଢିଆ ଇଚ୍ଛା ଅଛି ଯୁବକ ସମୟରେ ରହିବା ଏ ପାଣିରେ ବୁଡ଼ିଲେ ଥଣ୍ଡା ନାହିଁ ପଥର ଟେକି ନେଇ ଗଲେ ଅଣ୍ଟାକୁ କାଟୁ ନାହିଁ ଦୁମ୍ ଦୁମ୍ ହେଇକି ଚାଲିବା କଷାଏ ପଖାଳ ଖାଇଦେଲେ ଥଣ୍ଡା ରହୁ ନାହିଁ ଯୁବକ ପିଢ଼ିଟା ବଢିଆ ସମୟ ଯେତେ ପ୍ରୟାସ କଲେ ଯୁବକ ଅବସ୍ଥାକୁ ରଖିବି ହବ ଏ ବରମୁଣ୍ଡା ପିନ୍ଧିଲେ କଣ ହେଲା କେଶକୁ କଳା କଲେ କଣ ହେଲା ଦାନ୍ତ ଝଡେଇ ଦବ ଏଗୁଡାକୁ ମୋଚା କଚା କରିଦବ ନା ନାଇଁ କି ଦାଢି ପାଚିଛି ବେଲି ସିନା ଖିଅର ହେଇଥିବି ଆଉ ଚମଡାକୁ ଯେତେବେଳେ ଧୁଡୁ ଧୁଡୁ କରିଦବ ଯେତେ ବରମୁଣ୍ଡା ପିନ୍ଧିଲେ ବି ଲୁଚିବନି ଦାନ୍ତ ଝଡେଇ ଦବ ରୁଟି ଖାଇ ପାରିବୁନି ପଟେ ଘରେ ବୋଉକୁ କହିବୁ ମା ବା ମା ରେ ମତେ ଟିକେ ଗରମ ଗରମ ପାଣିଟାକୁ ଭେଦେଇକିରି ଦେ ନରମ ହେଇଗଲେ ଖାଇବୁ ପୁଣି କିଛି ଦିନ ଗଲା ପରେ ମା ଲୋ ତାକୁ ବି ଖାଇବନି ଚକୁଟି ଦଉ ଚକୁଟି ଦେଲେ ତାକୁ ଟିକେ ପୋଣା ଭଳିଆ କରିକି ପିଇଦେବି କାହିଁକି ଏ ତ ମୋ ଦେହ ମୁଁ ତ ଯେମିତି ଚାହିଁବି ସେମିତି ରଖିପାରିବି କିନ୍ତୁ ମୋ ଅନିଚ୍ଛାରେ ମୋ ବିନା ପରାମର୍ଶରେ ମୋ ଅଜ୍ଞାତରେ କିଏ ତେବେ ଗୋଟେ ଲୁଚିକିରି କୋଉଠି ଅଛି ଯେ କି ମତେ ଏ ପ୍ରକାର ଅବସ୍ଥାକୁ ଜବରଦସ୍ତ ତା ଇଚ୍ଛାରେ ଟାଣି ନେଇଯାଉଛି ତାକୁ ଜାଣିବାନି ଭାଇମାନେ ଜାଣିବା ନା ସେଇଟା ତ ହଉଛି କଥା ଆମେ ସେଇଥିପାଇଁ ଆସିଛେ ଭାଇ ଆମେ ମନୁଷ୍ୟ ଜନ୍ମ ପାଇଛେ ପାଠ ପଢନ୍ତୁ ଚାକିରି ବାକିରି କରନ୍ତୁ ବ୍ୟବସାୟ କରନ୍ତୁ ବୈବାହିକ ଜୀବନ ସ୍ଥାପନ କରନ୍ତୁ ପିଲା ଛୁଆ କମାନ୍ତୁ ହେଲେ ଯେତେବେଳେ ବେଳ ମିଳୁଛି ଟିକେ ଭଗବାନଙ୍କର ନାମ ଜପ କରନ୍ତୁ ଆମେ ସେଇଥିପାଇଁ ଆସିଛେ ଏଲସିଡି ଟିଭିଟାକୁ ଖୋଲି ଦେଇକି ଦେଖିଲେ କଣ ମିଳିବ ତା ଦେହରୁ ସେ ଜିନିଷ ନଥିଲା ସମାଜ ଭଲରେ ଥିଲା ସେ ଜିନିଷ ନଥିଲା ସେତେବେଳେ ଅର୍ଥର ମାନେ 50 ବର୍ଷ ତଳେ ଅର୍ଥର ଅଭାବ ଥିଲା 50 ବର୍ଷ ତଳେ ସ୍ୱାସ୍ଥ୍ୟର ଅଭାବ ଥିଲା ନା ନାଇଁ କି ମାନେ ବିଜ୍ଞାନ ପଦ୍ଧତିରେ ଏ ପ୍ରକାର ଟ୍ରିଟମେଣ୍ଟର ବ୍ୟବସ୍ଥା ନଥିଲା 50 ବର୍ଷ ତଳେ ଶିକ୍ଷାର ଅଭାବ ଥିଲା ନା ନାଇଁ କି କିନ୍ତୁ
50 ବର୍ଷ ତଳେ ଏମିତି ଆଧୁନିକକରଣ ଘର ନଥିଲା, ଝାଟି ମାଟି ଘରେ ରହୁଥିଲେ। କିନ୍ତୁ ଦେଖନ୍ତୁ ସବୁ ଅଭାବ ଭିତରେ ଗୋଟିଏ ସ୍ୱଭାବ ଥିଲା ଦୀର୍ଘ ପରମାୟୁ ନା ନାଇଁ? ରୋଗ ପ୍ରତିଷେଧକ ଶକ୍ତି ଆଣ୍ଟିବାୟୋଟିକ ପାୱାର 100% ଥିଲା। ଆଜି ସବୁ ତ ଅଛି, ଶିକ୍ଷା ତ ଆଗେଇଛି, ସ୍ୱାସ୍ଥ୍ୟ ତ ଆଗେଇଛି, ବାସଗୃହ ତ ଆଗେଇଛି, ଟେକ୍ନୋଲୋଜି ସିଷ୍ଟମ ତ ଆଗେଇଛି, ହେଲେ ଅଭାବ ସବୁ କାହିଁକି ବୃଦ୍ଧି ହେଇଯାଉଛି? ତା କାରଣ ହଉଛୁ ଆମେ। ଚୁଡ଼ା ଖାଇବାକୁ ଭଲ ଲାଗୁନି, ମ୍ୟାଗି ଭଲ ଲାଗିଲା, ସକାଳୁ ଉଠିଲେ ପେଟେ ଖାଇବା କଥା ନା, ଗୋଟା ଫାଷ୍ଟ କଣ କରୁଛ? ଟିଫିନ କରିଦେବା, ଚା କପେ ପିଇଦେବା, ବିସ୍କିଟ ଗୋଟା ସିଗାରେଟ ଚାଲୁ ପାନ ସରିଗଲା ନାଇଁ କି? ଗଲା ସବୁ ଆମେ କରୁଛେ, ଠିଆ ଠିଆ ହେଇ ଖାଇବା। କାହିଁକି କହିଛନ୍ତି ବସିକି ଖାଇବା? କାହିଁକି କହିଛନ୍ତି ଯେମିତି ଖାଇବା କଥା ଖା ନା ନାଇଁ? ଘର ଖାଦ୍ୟ ଆଉ ରୁଚୁ ନାହିଁ ଜମା। ଯେତେ ଘରେ ଚା କରିକି ଦେଲେ, ଆରେ ଯିଏ କହିବାନି ଖରାପ କଥା ହବ, କିନ୍ତୁ ଆପଣ ମାନେ ବିଚାର କରିବେ, ଗୋଟା କୁକୁର ଯଦି ବୁଲିକିରି ଖାଇଲାଣି, ତାକୁ ଯେତେ ଘରେ ବାନ୍ଧିକି ଦିଅ ତାକୁ ଭଲ ଲାଗିବ ନା ନାଇଁ? ସେ ପଛରେ ଖଲି ପତର ପଦାରେ ଚାଟିବ, କିନ୍ତୁ ଘରେ ପାୟସ କରିକି ଦେଲେ ବି ଖାଇବନି। ଯିଏ ବଜାର ବୁଲା ହେଲାଣି, ତାକୁ ଘରେ ଯେତେ ପ୍ରକାର ଅପା ରୋଷେଇ କରିକି ଦଉନାହାନ୍ତି, ଜମା ତ ଭଲ ଲାଗିବନି। ଆଉ ପଛକେ ଜାଗା ନଥିବ ଚା ପିଇବାକୁ ବସିକିରି, ଦାଣ୍ଡରେ ଠିଆ ହେଇକି ଦୋକାନରୁ ପୁଣିକି ଠିଆ ଠିଆ ପିଇବି, ଆଉ ଜଣକୁ ପଛକେ ଖର୍ଚ୍ଚ କରିକି 5 ଟଙ୍କାରେ ଦେବି, କିନ୍ତୁ ଘରେ ବସିକି ଅଦା ପକା ଚା ପିଇବିନି ବା ବୁଲା ହେଇଗଲି ହବନି। ଆଉ କହିଲେ ଖରାପ କଥା ହବ, କିନ୍ତୁ ସ୍ୱାଭାବିକ କଥା, ଯାହା ଆମେ ଦେଖୁଛୁ ପ୍ରତ୍ୟକ୍ଷ କଥା ଆମେ ଆଜି କହିବା ନା ନାଇଁ କି? ସେଇଥିପାଇଁ ଭାଗବତରେ କହିଲେ ଆପଣା ହସ୍ତେ ଜିହ୍ୱା ଛେଦି କେ ଅଛି ତାର ପ୍ରତିବାଦୀ ସତ୍ୟ ଭଗବାନ କି। ତେଣୁ ପରିଣାମ ଦେଖନ୍ତୁ, ମଣିଷକୁ କଣ ସବୁ ଭୋଗିବାକୁ ପଡୁଛି। ଏ ଘରଟା ପ୍ରକୃତ ଆମର, ଏ ଘରଟା ହଉଛି ତାହାର। ଭଗବାନ ଆସିକି ଆରି ଭିତରେ ରହିଲେ, ଏଇ ସହସ୍ରାରେ ରହିଲେ, ଓ ସବା ଶେଷରେ ମଣିଷ ତିଆରି ହେଲା। ଭାଗବତରେ କଣ କହିଲେ ଜାଣିଛ? ଭାଗବତରେ କହିଲେ ଅନ୍ତେ ମନୁଷ୍ୟ ଜାତ କଲା ଜହି ବିଶ୍ରାମ ସର୍ବଲୀଳା ଜଗନ୍ନାଥ ଦାସ କି। ଦେଖନ୍ତୁ ଭାଗବତରେ କେମିତିଆ ବାଣୀ କହିଛନ୍ତି, ମାଗଣା ଠାକୁରେ କହିଛନ୍ତି, କହିଲେ ମୋ ଜନ୍ମଦିନର 7 ଦିନ ପୂର୍ବରୁ ଭାଗବତ ଟିକେ ପାଠ କରିବ, ମାଗଣା କହିଛନ୍ତି। ଅଛି ବା ସବୁ, କହିଲେ ମୁଁ ରାମାୟଣ, ମୁଁ ଭାଗବତ, ମୁଁ ଗୀତା, ମୁଁ ଚରମ, ମୁଁ ଯୁଗ ଉପଯୋଗୀ ନେଇ ଯେତେବେଳେ ଯେମିତିଆ ଅବସ୍ଥା ରୂପରେଖ ଧାରଣ କରିବା କଥା ମୁଁ କହୁଛି। କେତେବେଳେ ଝିଅ ରୂପରେ ନା ନାଇଁ କି, କେତେବେଳେ ସ୍ତ୍ରୀ ରୂପରେ, କେତେବେଳେ ପୁଣି ମା ରୂପରେ, ମୁଁ ସବୁ ରୂପ ନେଇପାରିବି ନା ନାଇଁ କି? ସବୁ ମୁଁ ନିଜେ। ଭାଗବତରେ କେମିତିଆ ବାଣୀ ଦେଖନ୍ତୁ, ଯୋଉ ବ୍ରହ୍ମା ସଭା ଶେଷରେ ତିଆରି କଲେ ତାକୁ ଭାଗବତରେ ଲେଖାଗଲା। କହିଲେ ଅନ୍ତେ ମନୁଷ୍ୟ ଜାତ କଲା ନା, କାହିଁକି ନା ଜହି ବିଶ୍ରାମ ସର୍ବଲୀଳା, ଯୋଉଠି ଭଗବାନ ବିଶ୍ରାମ କରିକି ତାଙ୍କର ଲୀଳା ରଚନା କରିବେ, ହେଲା କି? ଆଚ୍ଛା, ମନୁଷ୍ୟ ଜନ୍ମ କାହିଁକି କଲା, କଣ କାମ, କଣ ପାଇଁ, ତାକୁ ବି ମଧ୍ୟ ଭାଗବତରେ କହିଦେଲେ। ତାକୁ ବି ମଧ୍ୟ ଭାଗବତରେ କହିଦେଲେ। କହିଲେ ନରତନୁ ନୁହେଁ ବିଳାସ ଭୁଇ, ନରତନୁ ହରି ଭଜନ ପାଇ। ଏ ଯୋଉ ନରତନୁ ଆମେ ପାଇଛେ, ବମ୍ବେ କଟନ ଖଟରେ ୱାଲ ପୁଟି ମାରିକି ମାର୍ବଲ ପକେଇକି ଶୋଇବାକୁ ନୁହେଁ, ଆମେ ଗୋଟିଏ କାମ ପାଇଁ ନରତନୁ ଆମେ ପାଇଛେ। କହିଲେ ନରତନୁ ନୁହେଁ ବିଳାସ ଭୁଇ, ନରତନୁ ହରି ଭଜନ ପାଇ। ଶ୍ରୀ ରାମ ଜୟ ରାମ ଜୟ ଜୟ ରାମ, ଶ୍ରୀ ରାମ ଜୟ ରାମ ଜୟ ଜଗନ୍ନାଥ ଭଗବାନ କି। କେମିତି ତାଳ କଟିଗଲା, କିନ୍ତୁ ସେ ଦୋଷ ଧଇଲେ। ସେଇଥିପାଇଁ କହିଲେ ଆରେ ବାବା, ଯଦି ଦୋଷ କରିଛୁ ସିଧା ତ ଯିବୁ, ସଲେଣ୍ଡର କରିଯିବୁ, ମାନିଯିବୁ। ମାନିବୁନି କବୁ, ମୋର କିଏ କଣ କରୁଛି କରୁ ଦେଖିବା, ପଟାଶ ଭଳିଆ ଅନେଇବେନି। ଆମେ ତ ଆଗରୁ ମାନିଗଲେ ଆମର ଭୁଲ ଅଛି, ସେଥିପାଇଁ ଭୁଲ ହେଇଗଲେ ଭାଇ ଆମର ହସୁଛନ୍ତି, ପଛକେ ରାଗୁନାହାନ୍ତି ନା ନାଇଁ କି? ଭଗବାନଙ୍କୁ ପଚରା ଗଲା, କହିଲେ ପ୍ରଭୁ ଆପଣ ବାଳିଟାକୁ ଲୁଚିକିରି କାହିଁକି ମାରିଦେଲେ?
ଲୁଚିକି ମାରିଦେଲେ ତା ପୁଅ ସେଠୁ ଯେତେବେଳେ ଆପଣଙ୍କର ଯୁଗ ମୀମାଂସା ସରିଗଲା ସରୋଜ ନଦୀରେ ଯେତେବେଳେ ଝାସ ଦେବାକୁ ଗଲେ ସେଠୁ ବାଳିକ ପୁଅ କି ଅଙ୍ଗଦ କହିଲା ପ୍ରଭୁ ମତେ ଟିକେ ମୁକ୍ତି ଦେଇଦିଅ। ନା ନାଇଁ 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 ତତେ ରହିବାକୁ ପଡିବ। ନା କାହିଁକି? ନା ତୋ ବାପା ତତେ କହିଛି ଯେ ମୋର ଶତ୍ରୁ ଯେ ମତେ ନାଶ କଲା ତୁ ତାକୁ ମାରିବୁ। ତୁ ବାପାଙ୍କର ପ୍ରତିଜ୍ଞା ଇଏ କରିବୁନି, ପୂର୍ଣ୍ଣ କରିବୁନି କି? ନା ପ୍ରଭୁ ତୁମର ମୋର ଏତେ ସମ୍ପର୍କ ଆଉ ତୁମକୁ ମାରିକା ତମେ ତ ପଳେଇ ଯାଉଛ, ମୁଁ ମାରିବି କାହାକୁ? ନା ଆମେ ଯାଉଛୁ ପୁଣି ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ରୂପରେ ଆସିବୁ। ନା ସେତେ ଦିନ ଯାକେ କଣ ମୁଁ ଜଗିକି ରହିବି? ନା ନାଇଁ ତୁ ବି ଚାଲିଯିବୁ, ତୁ ଦେହ ତ୍ୟାଗ କରିବୁ। ନା ପୁଣି ମୁଁ ଆସିବି? ନା ହଁ ତୁ ଯାରା ସବଳ ରୂପରେ ଆସିବୁ, ଗୋଟା ବଣୁଆ ପିଲା ହେଇକି ଆସିବୁ। ଯେମିତି ମୁଁ ତୋ ବାପାକୁ ତୀର ମାରିଥିଲି ଲୁଚିକି ଗଛ ମୂଳରେ, ମୁଁ ସେମିତି ଗଛ ମୂଳରେ ଲୁଚିକି କହିଥିଲି ତୁ ମାରିଦେବୁ ତ। ହେଲେ ପ୍ରଭୁ ଆପଣ ଇଏ ଭୁଲ ଏଇଟା କାହିଁକି ଗ୍ରହଣ କଲେ? ନା ମୁଁ ଭୁଲ କରିଛି। ନା ଆପଣ ଜାଣିଛନ୍ତି ଯଦି ଏଇଟା ଭୁଲ କଲେ କାହିଁକି? ନା ମାନବ ସମାଜକୁ ଦିଗି ଦର୍ଶନ ଦବା। ହରି ହରି ବୋଲ। ନା ପ୍ରଭୁ ଆଦର ମାନବ ସମାଜ କଣ ଦିଗି ଦର୍ଶନ ପାଇବ? ନା ମୁଁ ଭୁଲ କଲି ମାନିନେବି। ଆରେ ଅଙ୍ଗଦ ମୁଁ ମାରିଛି ତୁ ମତେ ମାରିବୁ। ତୁ ଭୁଲ କରିକି କୋର୍ଟ ଯାକେ 10ଟା ସାକ୍ଷୀ ଗଲାଣି ମାନୁନୁ କାହିଁକି? सीधा तो माजिस्ट्रेट कति कि मु आज्ञा मु मारिची अरे फांसी पाइबा जगह दरकार पड़े फसी दी तेणु मोर को दोषी की जदि दोष कर स्वीकार करिले डर ना सत्य कहबा केबेले पछगुच्चा दबु नाही मु जुग निष्पत्ति पाई जगत मंगल पाई करिची आ मानी नै मारो मु मानची मते मारो तू आगे ठिया है ए भाई को कतरे कहि दे मोर ताଳ कटि जाउ साहाय्य कर ए भाई मते क्षमा कर दे जदि कहबा तमर भूल ले जाउ से खेल देबे ना एमितिया बिना बजे दे हरि बोल मु आ कहि दी कहि दे काम सर बना नाही दी हाउ ठीक अछि तेणु कथा प्रसंग को आमे आलोचना करिबा ए देहटा कहार ताहले ना भगवान भगवान से तू कहले बाबू रे तू तोरी भीतर अछि ना तोरी भीतर रही कि कोन कहछि जानछु ना मोर आखी नाही हां मु आखी तते देइछि काई जानिछु ना मोर आखी नाही मु तते आखी देइछि तोरी आखी रे मु मते देखिबा पाई ए आखिर काम कोन ना भगवान को दर्शन करिवो सबुरी भितरे भगवान ठाकुर चरण रे कहलेनी भगरे सबुरी भितरे मते दर्शन कर आ तो भितरे भी मते दर्शन कर तू को आखि रे देख ना का आखि रे देखले बुझिन कहले मो आखि रे देखे देखो भगवान केमती बोले की कहि दे जंती कहले ए आखि का तोर में जते दिन पर्यंत तोर को सब अहंकार रे पड़ी जे तेणु मोर बेली कहि दे ए आखि का मोर मु तो भितरे अछि मु तोरी आखि रे जदी मोर कहि देबु ताले मो आखि रे जदी तू देखिबु ताले सबे तो भगवान होले देखा दिबे मोर आखि रे मु तते आखि देछि तोरी आखि रे मते देखिबा पई आ जानि छु पुओ ना कोन प्रभु ना मोर का कान नै मु तते कान देछि काई कि देछि जानि छु ना तोरी कान रे मु मो कथा सुनिबि बेली कि तते घर हरि हरि बोल देखु कि गुहारी करचंती केते निर्भर करचंती ईश्वर आम उपरे हमकु सब दे देचंती तांकरी कामरे लागिबा पई कहले तू तते कान देछि ए कानरे टिके मोरी कथा सुनिबी आ पार्टी काई कि देछि जानिचु ए पार्टी रे मु मोरी कथा कहबा पई तते पार्टी देछि हला कि तू टिके दैनिक मो नाम टिके भजन करिबुनी तो पार्टीटा होची मोर कानटा होची मोर आखिटा अपा कोन हेची तेणु कौन है भगवान कहले बाबू रे ए आखि होची मोर ए आखि होची ए पाटी होची मोर ए कान होची मोर आ ये पेट काई देछि जानिछु ना ये पेट मोर मोर कोन पेट अछि मु तते पेट देछि तोरी पेट रे मु खाद्य ग्रहण करबी आ मु सात्विक खाद्य खाए